ଲୁକାୟିତ ଯୁବ ପ୍ରତିଭାଙ୍କୁ ଅଣାଯିବ ଲୋକଲୋଚନକୁ। ଆଗାମୀ ପିଢ଼ି ପାଇଁ କଳାକାର, କାହାଣୀ ଲେଖକ, ସଂଳାପ ଲେଖକ, ନିର୍ଦ୍ଦେଶକ, ଗୀତିକାର ଆଦି ସୃଷ୍ଟି କରାଯିବ। ନାଟକ ଆନ୍ଦୋଳନକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ରୌପ୍ୟ ନଗରୀ କଟକରେ ଆରମ୍ଭ ହେବ କଟକ ନାଟ୍ୟୋତ୍ସବ 2025, ଯାହାକି ଯୁବ ଉଦ୍ଦୀପନା ଓ ଯୁବ ସୃଜନକୁ ଜାଗ୍ରତ କରିବ। ନାଟ୍ୟ ସଂସ୍କୃତିର ଏନ୍ତୁଡ଼ିଶାଳ କଟକରେ ନାଟକ ସଂସ୍କୃତିକୁ ପୁଣି ଥରେ ଉଜ୍ଜୀବିତ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ। କଟକ ନାଟ୍ୟୋତ୍ସବ 2025 ଲାଗି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ କରିଥିଲେ ସାମ୍ବାଦିକ ସମ୍ମିଳନୀ। ଯୁବ ନାଟ୍ୟ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ କଟକରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ କରିବ ଜିଲ୍ଲା ପ୍ରଶାସନ, ଯାହାକି ଆଗାମୀ ବର୍ଷରେ ମଧ୍ୟ ଜାରି ରହିବ। ନାଟ୍ୟୋତ୍ସବରେ ଜିଲ୍ଲାର 19ଟି କଲେଜ ଭାଗ ନେବେ। ପ୍ରତିଯୋଗିତାରେ କେବଳ ମୌଳିକ ଲେଖାକୁ ଗୁରୁତ୍ୱ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ 21ରୁ 27 ପର୍ଯ୍ୟନ୍ତ ଶହୀଦ ଭବନରେ ନାଟକ ପରିବେଷଣ ହେବ। ବିଚାରକମାନେ ଅଂଶଗ୍ରହଣକାରୀ ମଧ୍ୟରୁ 10ଟି ଦଳକୁ ଚୟନ କରିବେ। 10ଟି ଦଳ ଅକ୍ଟୋବର 4ରୁ ଅକ୍ଟୋବର 11 ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ଥିଏଟର ଓ ଜନତା ରଙ୍ଗମଞ୍ଚରେ ନାଟ୍ୟ ଅଭ୍ୟାସ କରିବେ। ପରେ ଅକ୍ଟୋବର 11ରୁ 15 ପର୍ଯ୍ୟନ୍ତ କଳା ବିକାଶ କେନ୍ଦ୍ରରେ ନିର୍ଣ୍ଣାୟକ ପର୍ଯ୍ୟାୟ ଅନୁଷ୍ଠିତ ହେବ। ସେଠାରୁ ବିଜେତାଙ୍କ ଚୟନ ସହ ପୁରସ୍କାର କରାଯିବ। 7ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ସାନ୍ତ୍ୱନାମୂଳକ ପୁରସ୍କାର ସହ ଅର୍ଥରାଶି ଦିଆଯିବ, ଯାହାକି ଯୁବପିଢ଼ିଙ୍କ ମଧ୍ୟରେ କଳା ପ୍ରଦର୍ଶନକୁ ପୁନର୍ଜୀବିତ କରିବ। ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂଇଁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଚଳଚ୍ଚିତ୍ର ତାରକା ଶ୍ରୀତମ ଦାସ, ନାଟ୍ୟ ପରାମର୍ଶଦାତା ଉମେଶ ଦାସ, ଅକ୍ଷୟ ରଣା, ମହମ୍ମଦ ସାଇଫୁଲ୍ଲା ହକ୍, ଶ୍ରୀକାନ୍ତ ଚୌଧୁରୀ, ଦେବୁ ପଟ୍ଟନାୟକ, ବବି ଇସଲାମ ଓ ସନ୍ଦୀପ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, NTV।